ବସୁନ୍ଧରା ଯୋଜନା ଅଧୀନରେ ଭୂମିହୀନଙ୍କୁ ଜମି ଯୋଗାଇବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ 5 ବର୍ଷ ମଧ୍ୟରେ ରାଜ୍ୟରେ କୌଣସି ଭୂମିହୀନ ବ୍ୟକ୍ତି ରହିବେ ନାହିଁ। ଯେଉଁମାନଙ୍କର 4 ଡେସିମିଲରୁ କମ୍ ଜମି ଅଛି ସେମାନେ ଜମି ପାଇବେ। ଜଙ୍ଗଲ ଜମିରେ ବାସ କରୁଥିବା ଆଦିବାସୀମାନଙ୍କୁ 10 ଡେସିମିଲ ଜମି ଦିଆଯିବ। ହୀରାକୁଣ୍ଡ ନିର୍ମାଣ ସମୟରେ ବିସ୍ଥାପିତ ଲୋକଙ୍କୁ ମଧ୍ୟ ଜମି ପଟ୍ଟା ମିଳିବ। ସରକାର 22,000ରୁ ଅଧିକ ଶିକ୍ଷାନୁଷ୍ଠାନକୁ ଜମି ମଧ୍ୟ ଯୋଗାଇ ଦେଇଛନ୍ତି। ଏହି ଯୋଜନା ଭୂମିହୀନକୁ ଘର ଏବଂ ଜୀବନରେ ସ୍ଥିରତା ପ୍ରଦାନ କରିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଏବଂ ସେ 75 ବର୍ଷ ବୟସରେ ପାଦ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ସରକାର ଆଜି ଏକ ରେକର୍ଡ 75 ଲକ୍ଷ ଗଛ ରୋପଣ କରିବେ। ବନ ବିଭାଗ 45,000 ସ୍ଥାନରେ ଚାରା ରୋପଣ କରିବେ। ପ୍ରଧାନମନ୍ତ୍ରୀ ମୋଦି ଆବାସ ଦିବସରେ ଭର୍ଚୁଆଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆଜି ସୁଭଦ୍ରା ଯୋଜନାର ବାର୍ଷିକ ମଧ୍ୟ। ଧନ୍ୟବାଦ ମୋଦି କାର୍ଯ୍ୟକ୍ରମ 338ଟି CDPO କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସ୍ୱାସ୍ଥ୍ୟ ଏବଂ ମହିଳା ଏବଂ ଶିଶୁ ବିକାଶ ବିଭାଗ ସ୍ୱଚ୍ଛ ମହିଳା ସଶକ୍ତି ପରିବାର କାର୍ଯ୍ୟକ୍ରମ ଆୟୋଜନ କରିବେ। ପ୍ରଭୁ ଜଗନ୍ନାଥଙ୍କ ଜମି ବ୍ୟବହାର ଉପରେ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ଜମି ବ୍ୟକ୍ତିଗତ ବ୍ୟବହାର ବଦଳରେ ଜନକଲ୍ୟାଣ ପାଇଁ ବ୍ୟବହାର କରାଯିବା ଉଚିତ। ହାଇକୋର୍ଟ ଏକ ସମୀକ୍ଷା ଆବେଦନକୁ ଖାରଜ କରିଛନ୍ତି। ଭକ୍ତ ନିବାସ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତିକୁ ହାଇକୋର୍ଟ ସଠିକ୍ ବୋଲି କହିଛନ୍ତି। ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଭକ୍ତଙ୍କୁ କମ୍ ମୂଲ୍ୟରେ ବାସଗୃହ ଯୋଗାଇବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ବାହାରର ଜମି ଫେରାଇ ଅଣାଯିବ। ମହାପ୍ରଭୁଙ୍କ ମୋଟ 58,000 ଏକର ଜମି ଅଛି। ଅବଶିଷ୍ଟ 36ରୁ 37,000 ଏକର ଜମି ପାଇଁ କାଗଜପତ୍ର କାର୍ଯ୍ୟ ଚାଲିଛି। ଏବେ ଏଆଇ ଅଯୋଗ୍ୟ ଗୃହ ହିତାଧିକାରୀଙ୍କୁ ଧରିବ। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏହି ସୂଚନା ଦେଇଛନ୍ତି। ଆବାସ କିମ୍ବା ଅନ୍ତୋଦୟରେ ଘର ନେଉଥିବା ଅଯୋଗ୍ୟ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ବଣ୍ଟନ ନଭେମ୍ବର ମାସରୁ ଆରମ୍ଭ ହେବ। ହିତାଧିକାରୀଙ୍କୁ ପର୍ଯ୍ୟାୟକ୍ରମେ ଘର ଦିଆଯିବ। ସରକାର ଦିବ୍ୟାଙ୍ଗ ଜନମାନଙ୍କୁ ଘର ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଅନ୍ତୋଦୟ ଯୋଜନାର ହିତାଧିକାରୀମାନଙ୍କୁ ଘର ବଣ୍ଟନ କରାଯିବ। ପରେ ହିତାଧିକାରୀମାନଙ୍କୁ ପର୍ଯ୍ୟାୟକ୍ରମେ ଘର ମିଳିବ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି କେବଳ ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାର ଲାଭ ପାଇବା ନିଶ୍ଚିତ କରିବା। ପୁରୀରେ ଭକ୍ତମାନଙ୍କ ପାଇଁ କାର୍ତ୍ତିକ ମାସ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। 19 ତାରିଖ ସକାଳ 10ଟାରୁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥର ପ୍ରାୟ 2500 ଭକ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। କାର୍ତ୍ତିକ ବ୍ରତ 7 ଅକ୍ଟୋବରରୁ ଆରମ୍ଭ ହେବ। ଗତଥର ପରି ଏଥର ମଧ୍ୟ ଭକ୍ତମାନେ ଅନ୍ୟ 3ଟି କୋଠା ସହିତ ବୃନ୍ଦାବତୀ ଭବନରେ ରହିବେ। ଏହି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ରେ ହେବ। 70 ବର୍ଷ ପର୍ଯ୍ୟନ୍ତ ବିଧବା ଏବଂ 50ରୁ 70 ବର୍ଷ ବୟସର ବିବାହିତ ମହିଳାମାନେ ଆବେଦନ କରିପାରିବେ। ସରକାର 1 ମାସ ପାଇଁ ମାଗଣା ରହିବା, ଦର୍ଶନ ଏବଂ ମହାପ୍ରସାଦର ବ୍ୟବସ୍ଥା କରିବେ। ରାଜ୍ୟରେ 5 ଲକ୍ଷରୁ ଅଧିକ ମୃତ ଲୋକଙ୍କୁ ସରକାରୀ ରାସନ ଚାଉଳ ମିଳୁଥିଲା। ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର EKYC ବିଷୟରେ ସୂଚନା ଦେବା ସମୟରେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ 5,75,000ରୁ ଅଧିକ ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ନିଆଯାଉଥିଲା। ଏପର୍ଯ୍ୟନ୍ତ ଆୟକର ଦାଖଲ କରିଥିବା 1,05,000 ଲୋକ ସେମାନଙ୍କର ରାସନ କାର୍ଡ ଫେରାଇଛନ୍ତି। ସେହି ସମୟରେ 6 ଲକ୍ଷ ଗରିବ ଲୋକଙ୍କୁ ରାସନ କାର୍ଡ ମିଳିଛି। 14 ଲକ୍ଷ ଲୋକ ଏପର୍ଯ୍ୟନ୍ତ କାର୍ଡ ପାଇଁ ଅପେକ୍ଷା କରିଛନ୍ତି। ଧନୀ ଲୋକଙ୍କ କାର୍ଡ ବାତିଲ କରିବା ପାଇଁ ହିତାଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନେକ ଧନୀ ଲୋକ ମଧ୍ୟ ଅନ୍ତୋଦୟ କାର୍ଡ ପାଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟ ସରକାର ଏହି ଯୋଜନାର ଲାଭ ଉଠାଇବା ପାଇଁ ଆଉ ଏକ ସୁଯୋଗ ଦେଇଛନ୍ତି। KYC ଅପଡେଟ୍ କରିବା ଶେଷ ତାରିଖ 6 ମାସ ପାଇଁ ବୃଦ୍ଧି କରାଯାଇଛି। CM କିଷାନ ହିତାଧିକାରୀମାନେ ସେମାନଙ୍କର KYC ଅପଡେଟ୍ କରି PM କିଷାନରେ ଯୋଗ ଦେଇପାରିବେ। ବର୍ତ୍ତମାନ 51.54 ଲକ୍ଷ CM କିଷାନ ହିତାଧିକାରୀ ଅଛନ୍ତି, ଯେତେବେଳେ 34.85 ଲକ୍ଷ PM କିଷାନ ହିତାଧିକାରୀ ଅଛନ୍ତି। ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀ ବାର୍ଷିକ 6,000 ଟଙ୍କାର ସାହାଯ୍ୟ ପାଆନ୍ତି। ଚାଷୀମାନେ ଏବେ 21ତମ କିସ୍ତି ପାଇଁ ଉତ୍ସାହିତ ସହିତ ଅପେକ୍ଷା କରିଛନ୍ତି। ଆଶା କରାଯାଉଛି ଯେ PM କିଷାନ ଯୋଜନାର 21ତମ କିସ୍ତି ଦୀପାବଳି ପୂର୍ବରୁ ମିଳିପାରିବ, କାରଣ ପରବର୍ତ୍ତୀ କିସ୍ତିର 4 ମାସର ଅବଧି ନଭେମ୍ବରରେ ଶେଷ ହେଉଛି।
उपमुख्यमंत्री सुभद्रा योजना विषय में एक बड़ सूचना देइछंती। तृतीय पर्यायर बाद पड़िथिबा 2,85,000 हिताधिकारी पुणी थरे सामिल कराजिबो। एथिपाई 15 दिन मध्य द्वार द्वार सर्भे कराजिबो। लोकक अभियोग पाई 2 दिन मध्य एक अभियोग पोर्टाल मध्य खोलिबो। उपमुख्यमंत्री कहिसंती जे 1,805 जीवित लोकक मध्य सामिल कराजिबो। सेही समय रे जानवाहन किणिबा जोगु 36,000 रु अधिक लोकक बाद दिया जाइथिला। आयकर देवा पाई 21,000 अधिक लोकों बाद दिया जाइथिला। एहा व्यतीत 1 लाख रु अधिक लोकों धान विक्रय करिबारु बाद दिया जाइथिला। एबे एही समस्त योग्य व्यक्ति पोर्टाल रे अभियोग करि परिबे। उपमुख्यमंत्री कहिसंती जे जेउ माने योग्य सेमाने निश्चित भाବରେ राशि पाइबे। एबे अंगनवाड़ी कर्मी मानकु एक बड़ दायित्व मिलिबो। राज्य सरकार ठीक खांतु उज्जवल रुहंतु अभियान आरंभ करिसंती। उपमुख्यमंत्री प्रभाती परिडा कहिसंती जे 74,000 अंगनवाड़ी केन्द्र लोकंकु सुस्थ खाद्य अभ्यास शिखाइबे। एही अभियान यूनिसेफ एवं महिला एवं शिशु विकास विभागर सहयोग रे आरंभ होईची। सेप्टेम्बर मास हेउची पुष्टिकर मास एवं एही अभियान प्रति वर्ष चली थाए। श्रीमती परिडा कहिसंती जे स्थूलता एक बड़ समस्या। से तेलिया खाद्यरु दूरे रहिबा एवं योग ग्रहण करियाकु परामर्श देइछंती। शोष लागिले ठंडा पानीय बदल रे पानी पीबाकु गुआ जाइछि। एही अभियान प्रधानमंत्री को डाकरारे चलीछि। अहमदाबाद रे विमान दुर्घटना पर इंजीनियर माने एक नूतन सुरक्षा व्यवस्था विकसित करिसंती। एही भयंकर दुर्घटना 12 जून 2025 रे घटिथिला, जेउथिरे 260 जन लोक प्राण हराइथिले। एही नूतन एआई चालित सिस्टम रो नाम हेउची प्रोजेक्ट रिबर्थ। यहाकु आसेल वासिस एवं दर्शन श्रीनिवासन द्वारा विकसित करा जाइछि। जदि दुर्घटना 3000 फुट तले घटे तेबे एही सिस्टम 3टी बड़ एयर बैग नियोजित करिवो। एयर बैग 2 सेकेंड कम समय मध्य समग्र विमान को कभर करिवो। यह मृत्युर विपद को 85% ह्रास करिवो। कॉकपिटर एक एआई आधारित दुर्घटना पूर्वानुमान मॉडल मध्य रहिवो। 2026 सुधा यह सारा विश्व में 100 रु अधिक वाणिज्यिक विमान रे परीक्षण कराजिवो। सरकार असावधान चालकों विरुद्ध रे कठोर हो गलेनी। लोक माने सड़क सुरक्षा नियम उल्लंघन करी रील तैयारी करुछंती। केतेक हेलमेट बिना स्टंट देखाउछंती। केतेक लोक गाड़ी चलाउथिबा समय रे गाड़ीर छात उपरे बसी रील तैयारी करुछंती। एपरी असावधानता को आउ बरदास्त करा जिवो नाही। परिवहन नियम उल्लंघन कले कठोर दंड दिया जिवो। जानवाहन जबत सहित ड्राइविंग लाइसेंस मध्य बातिल करा जाई पारिबो। आपनकु एक बड़ जोरिमाना मध्य देबाकू पड़िबो। परिवहन विभाग एही संपर्क रे समस्त आरटीओ को निर्देश देइछंती। उच्च शिक्षा मंत्री सूर्यवंशी सूरज छात्र संसद निर्वाचन उपरे तांकर मत स्पष्ट करिसंती। से कहिसंती जे आमे कॉलेज निर्वाचन प्रति सकारात्मक। 3 मास पूर्व मुख्यमंत्री एवं उच्च शिक्षा मंत्री निर्वाचन करने को घोषणा करथिले। विभागीय अधिकारी माने मध्य प्रस्तुति आरंभ करथिले। सेप्टेम्बर द्वितीय सप्ताह रे विज्ञप्ति प्रकाश पाइबार आशा करा जाउथिला। नामांकन तारीख 17 एवं 18 सेप्टेम्बर स्थिर करा जाइथिला। 25 एवं 26 सेप्टेम्बर रे निर्वाचन करने को निष्पत्ति निया जाइथिला, किंतु एपर्यंत प्रक्रिया आरंभ होई नाही। एबे समस्ते चुप रही निर्वाचन को स्थगित रखिया को चेष्टा करुछंती। इलेक्ट्रिक यान नीति 2025 ପାଇଁ ड्राफ्ट प्रस्ताव ओडिशा रे प्रकाशित होईची। पूर्व ईवी नीति अनुसार लक्ष्य 20% थिला, किंतु केवल 9% हासिल होई सारिची। वर्तमान लक्ष्य 2036 सुधा 70% एवं 2047 सुधा 80% ईवी यान हेबार अछि। शिक्षानुष्ठान गुड़िक 12 मास मध्य ईवी ग्रहण करिया को परामर्श दिए जाइछि। स्वास्थ्य एवं गृह विभाग मध्य 1 वर्ष मध्य ईवी यान संपर्क रे सेमानकर मतामत मगा जाइछि। नूतन नीति एबे केवल ओडिशा स्थायी बासिंदा को सब्सिडी अनुमति देव। ईवी क्रय रे ठकई रोकिया पाई मध्य परिवर्तन करा जाइछि। एबे आपण 5 वर्ष पाई अन्य काहाकू इलेक्ट्रिक यान विक्रय करि परिबे नाही। सेहीपरि वाणिज्यिक यानर मालिकाना 5 वर्ष पाई परिवर्तन करा जाई पारिबो नाही। ऑनलाइन रे खाद्य ऑर्डर करिबा एबे महंगा होई पारे। स्विगी एवं जोमेटो भली प्लेटफॉर्म ग्राहक मानक एक बड़ झटका देइछि। सरकार को नूतन जीएसटी स्लैब पर एही परिवर्तन आसीछि। वर्तमान ऑनलाइन खाद्य उपरे 18% जीएसटी लागू हेबो। एही नूतन नियम सेप्टेम्बर 22 तारिख रु कार्यकारी हेबो। एया परे ग्राहक मानक प्रति ऑर्डर पई अधिक खर्च करिया को पड़िबो। रिपोर्ट अनुसार जोमेटो व्यवहारकारी को प्रत्येक ऑर्डर पई 2 टका अधिक देबाकू पड़िबो।
ଯେତେବେଳେ ସ୍ୱିଗି ଗ୍ରାହକମାନଙ୍କୁ 2.60 ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିପାରେ। ସ୍ୱିଗି ପୂର୍ବରୁ ଏହାର ପ୍ଲାଟଫର୍ମ ଶୁଳ୍କକୁ 15 ଟଙ୍କାକୁ ହ୍ରାସ କରିସାରିଛି। ତଥାପି ଅନ୍ୟ ଏକ ଆପ୍ କହିଛି ଯେ ଏହି ଖର୍ଚ୍ଚ ଅଧିକ ପ୍ରଭାବିତ ହେବ ନାହିଁ। ଏହି ପରିବର୍ତ୍ତନ ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀଗୁଡ଼ିକ ପାଇଁ ରାଜସ୍ୱର ଏକ ଅତିରିକ୍ତ ଉତ୍ସ, କିନ୍ତୁ ଏହା ଗ୍ରାହକଙ୍କ ପକେଟକୁ ପ୍ରଭାବିତ କରିବ ନିଶ୍ଚିତ। ମଦର ଡେରି ଏହାର ବିଭିନ୍ନ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଜିଏସ୍ଟି ହାର ହ୍ରାସ ପରେ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ମଦର ଡେରି ଏହାର ଉତ୍ପାଦନ ମୂଲ୍ୟ 2 ଟଙ୍କାରୁ 30 ଟଙ୍କାକୁ ହ୍ରାସ କରିବ। ନୂତନ ମୂଲ୍ୟ ସେପ୍ଟେମ୍ବର 22ରୁ କାର୍ଯ୍ୟକାରୀ ହେବ। ଏଥିରେ ଟେଟ୍ରା ପ୍ୟାକ୍ କ୍ଷୀର, ପନିର, ଘିଅ, ବଟର ଏବଂ ଆଇସ୍କ୍ରିମ୍ ଅନ୍ତର୍ଭୁକ୍ତ। 1 ଲିଟର UHT କ୍ଷୀର ଏବେ 77 ଟଙ୍କା ପରିବର୍ତ୍ତେ 75 ଟଙ୍କାରେ ଉପଲବ୍ଧ ହେବ। ବଟରର ମୂଲ୍ୟ 20 ଟଙ୍କା ଏବଂ ପନିରର ମୂଲ୍ୟ 35 ଟଙ୍କା ହ୍ରାସ କରାଯାଇଛି। ଘିଅର ମୂଲ୍ୟ ପ୍ରତି ଲିଟର 30 ଟଙ୍କା ହ୍ରାସ କରାଯାଇଛି।